ପିଲାମାନେ ଆଜି ତୁମର କ୍ଲାସ୍ 9ର ହେଲା ଇଂଲିଶ ଗ୍ରାମାର ଫାର୍ଷ୍ଟ ଚାପ୍ଟର ତୁମର ରହିଛି ପାର୍ଟସ୍ ଅଫ୍ ଏ ସେଣ୍ଟେନ୍ସ। କ'ଣ? ପାର୍ଟସ୍ ଅଫ୍ ଏ ସେଣ୍ଟେନ୍ସ। ତ ଏଇ ପାର୍ଟସ୍ ଅଫ୍ ଏ ସେଣ୍ଟେନ୍ସ ଏଇ ବିଷୟରେ ଆମେ ଆଜି ପଢ଼ିବା ହେଲା। ତ ସେଣ୍ଟେନ୍ସ କାହାକୁ କୁହାଯାଏ, ସେଣ୍ଟେନ୍ସର ବିଭାଗୀକରଣ, ସେଣ୍ଟେନ୍ସ କ'ଣ କ'ଣ ନେଇକରି ଆମର ତିଆରି ହେଇଥାଏ, ଆଉ ସେଣ୍ଟେନ୍ସ କେତେ ପ୍ରକାରର ଅଛି ଆମେ ତା ବିଷୟରେ ଜାଣିବା। ଏଇଟା ହେଉଛି ତୁମର କ୍ଲାସ୍ 9 ଇଂଲିଶ ଗ୍ରାମାର ଫାର୍ଷ୍ଟ ଚାପ୍ଟର ହେଲା। ତାହେଲେ ଆମେ ବର୍ତ୍ତମାନ ପଢ଼ିବା। ତାହେଲେ ପିଲାମାନେ ତୁମେ ଜାଣିଥିବ ଯେ ସେଣ୍ଟେନ୍ସ କାହାକୁ କୁହାଯାଏ। ଆମେ ଯଦି ଓଡ଼ିଆରେ କହିବା ତାହେଲେ ସେଣ୍ଟେନ୍ସ ହେଉଛି କ'ଣ? ବାକ୍ୟ ହେଲା। କ'ଣ? ବାକ୍ୟ। ପାର୍ଟସ୍ କହିଲେ କ'ଣ? ବିଭାଗ ବା ଆମେ କହିବା ଭାଗ ହେଲା। ତାହେଲେ ଏଇ ଯେଉଁ ଆମର ସେଣ୍ଟେନ୍ସର ବିଭାଗୀକରଣ, ସେଣ୍ଟେନ୍ସଟା କେମିତି ଗଠିତ ହେଇଛି ବୁଝିହେଉଛି। କେଉଁ ଆମର ପାର୍ଟ ନେଇକି ସେଣ୍ଟେନ୍ସଟା ଗଠିତ। ଯେମିତିକା ତୁମମାନଙ୍କର ସବୁ ପାର୍ଟ ରହିଛି କି ନାହିଁ? ହାତ ଅଛି, ଗୋଡ଼ ଅଛି, ଆଖି ଅଛି, କାନ ଅଛି, ବିଭିନ୍ନ ଗୋଟେ ପାର୍ଟ ରହିଛି। ଯେମିତି ଯଦି ଆମେ ଗୋଟେ ଗାଡ଼ି ଧରିବା, ଯଦି କୌଣସି ଏକ କାର୍ କିମ୍ବା ଯେକୌଣସି ବାଇକ୍କୁ ଦେଖିବା ହେଲା, ତାହେଲେ ତାର ମଧ୍ୟ ପାର୍ଟସ୍ ଅଛି। ବାଇକ୍ର ଯେମିତିକା ବିଭିନ୍ନ ପ୍ରକାର ତୁମର ବ୍ରେକ୍ ରହିଗଲା, କ୍ଲଚ୍ ହେଲା, ହୁଇଲ୍ସ ହେଲା, ରିଙ୍ଗ ହେଲା, ତା ସହିତ ତୁମର ବିଭିନ୍ନ ଯନ୍ତ୍ରାଂଶ ପାର୍ଟସ୍ ଅଛି। ସମସ୍ତଙ୍କୁ ନେଇକରି ଗୋଟେ ବାଇକ୍ ହେଇଛି ଆଉ କାର୍ ହେଇଛି। ଏଇସବୁ ପାର୍ଟସ୍କୁ ନେଇକି ତୁମର ଯୋଡ଼ି ହେଲା ପରେ ଯାଇକରି ତୁମର ଗୋଟେ ସମ୍ପୂର୍ଣ୍ଣ ଭାବରେ କାର୍ ହେଲା, ବାଇକ୍ ହେଲା। ବୁଝିହେଉଛି। ତ ସେଇପରିକା ଆମର ଏଇ ସେଣ୍ଟେନ୍ସରେ ମଧ୍ୟ ବିଭିନ୍ନ ପ୍ରକାର ପାର୍ଟସ୍ ଜଡ଼ିତ ହେଲା ପରେ ଯାଇକି ଆମେ ସେଣ୍ଟେନ୍ସ ବୋଲିକି ତାହାକୁ କହିବା। ଗୋଟେ କମ୍ପ୍ଲିଟ୍ ସେନ୍ସ ବୋଲିକି ଆମେ ତାହାକୁ କହିବା। ବୁଝିହେଉଛି। ତାହେଲେ ତୁମକୁ ଦେଲା କ'ଣ? ହ୍ୱାଟ୍ ଇଜ୍ ସେଣ୍ଟେନ୍ସ। ତାହେଲେ ବାକ୍ୟ କ'ଣ ହେଲା? ବାକ୍ୟ କ'ଣ? ତାହେଲେ ଦେଖ ଯେ ଏ ସେଣ୍ଟେନ୍ସ ଇଜ୍ ଏ ଷ୍ଟେଟମେଣ୍ଟ ହେଲା। ଗୋଟେ ସେଣ୍ଟେନ୍ସଟା ହେଉଛି ଆମର କ'ଣ? ଗୋଟେ ଷ୍ଟେଟମେଣ୍ଟ। ଆଉ ସେଠି କ'ଣ ଥିବ? ୱିଥ୍ ୱାର୍ଡ଼ସ୍ ହେଲା। ୱିଥ୍ ୱାର୍ଡ଼ସ୍ ସେଟ୍ ଇନ୍, ୱିଥ୍ ୱାର୍ଡ଼ସ୍ set an order to express our ideas, feeling, views, etc. in a meaningful expression। ଦେଖ ତାହେଲେ ସେ କହିଲା କ'ଣ? ଯେ ଏ ସେଣ୍ଟେନ୍ସ ଇଜ୍ ଏ ଷ୍ଟେଟମେଣ୍ଟ ହେଲା, ୱିଥ୍ ୱାର୍ଡ଼ସ୍ ସେଟ୍ ଇନ୍ an order to express our ideas, feelings, view, etc. in a meaningful expression ହେଲା। ଆଉ କ'ଣ କହିପାରିବା? ଯେ or a group of words ହେଲା that make complete
sense is called a sentence ହେଲା। ବା ଆମେ କ'ଣ କହିପାରିବା ଯେ sentence is a group of words that make complete sense ହେଲା। ଦେଖ ତାହେଲେ ଆମକୁ ସେ କହିଲା କ'ଣ ଯେ ତାହେଲେ a sentence is a statement with words set in an order to express our ideas, feelings, views, etc. in a meaningful expression। ଆଉ ବା କ'ଣ କହିଲା a group of words that make complete sense is called a sentence। ଆଉ କ'ଣ କହିଲା sentence is a group of words that make complete sense। ତାହେଲେ ଦେଖ ଏଦାର ଓଡ଼ିଆରେ କ'ଣ ଲେଖିବା ଯେ ଶବ୍ଦ ଗୁଡ଼ିକ ସଠିକ ଭାବରେ ସଜାଇ ଆମ୍ଭେମାନେ ଆମର ଯେଉଁ ତୁମର ରହିଲା ଭାବନା, ମତ, ଅନୁଭୂତି ଆଦିକୁ ଅର୍ଥ ପ୍ରକାଶ କରିବାର ଉକ୍ତିକୁ ବାକ୍ୟ କୁହାଯାଏ ହେଲା। ତାହେଲେ ଶବ୍ଦ ଗୁଡ଼ିକ ସଠିକ ଭାବେ ସଜାଇ ଆମ୍ଭେମାନେ ଆମର ଭାବନା, ମତ, ଅନୁଭୂତି ଆଦିକୁ ଅର୍ଥ ପ୍ରକାଶ କରିବାର ଉକ୍ତିକୁ ବାକ୍ୟ କୁହାଯାଏ। ତାହେଲେ a sentence is a statement with words sent in a order to express our idea, feelings, view in a meaningful expression। ତାହେଲେ ଆମେ ସେଣ୍ଟେନ୍ସ କାହାକୁ କହିଥାଉ ଯେ ଗୋଟିଏ ସେଣ୍ଟେନ୍ସରେ ଯେଉଁ ଆମର ଶବ୍ଦ ଗୁଡ଼ାକ ସବୁ ରହିଥାଏ ହେଲା, ଯେଉଁ ଶବ୍ଦ ଗୁଡ଼ାକ ସବୁ ରହିଥାଏ ସେ ଶବ୍ଦ ଗୁଡ଼ାକୁ ଆମେ ସଠିକ ସ୍ଥାନରେ ବ୍ୟବହାର କଲେ ଯେଉଁଟାକି ଆମକୁ ଗୋଟେ ସମ୍ପୂର୍ଣ୍ଣ ଭାବରେ ଗୋଟେ ବାକ୍ୟ ପ୍ରକାଶ କରିଥାଏ ବା ଯେଉଁଟାକି ଆମେ ସେ ସେଣ୍ଟେନ୍ସର ଅର୍ଥ ବୁଝିପାରିଥାଉ। ଯେପର୍ଯ୍ୟନ୍ତ ଆମେ ଅର୍ଥ ବୁଝି ନ ପାରିବା ସେ ପର୍ଯ୍ୟନ୍ତ ସେ ବାକ୍ୟରେ ପରିଣତ ହେବ ନାହିଁ। ବୁଝିହେଉଛି? ଦେଖ ମ୍ୟାଙ୍ଗୋ gives good flavor ହେଲା। ଦେଖ ଏଇଟା ଗୋଟେ ହେଲା ଆମର ସେଣ୍ଟେନ୍ସ ବାକ୍ୟ ଯେ ମ୍ୟାଙ୍ଗୋ gives good flavor। ତାହେଲେ ଏଇଠି ଦେଖ ସମସ୍ତେ ଗୋଟେ ପାର୍ଟ, ମ୍ୟାଙ୍ଗୋ ଗୋଟେ ପାର୍ଟ, gives ଗୋଟେ ପାର୍ଟ, good ଗୋଟେ ପାର୍ଟ, flavor ଗୋଟେ ପାର୍ଟ, ଏଇଟା ସମସ୍ତେ ଗୋଟେ ହେଉଛନ୍ତି ପାର୍ଟ। ତାହେଲେ ଏଇଠି ଯେଉଁ ସିଏ ଦେଲା ଯଦି ଆମେ ଏଇ ପାର୍ଟ ଭିତରୁ ତାହେଲେ କେବଳ କହିବା ଯେ ମ୍ୟାଙ୍ଗୋ gives। ଯଦି ଆମେ ବୁଝିବା ମ୍ୟାଙ୍ଗୋ gives, ମ୍ୟାଙ୍ଗୋ କ'ଣ ଦେଲା ଆମେ କିଛି ବୁଝିପାରିଲେ କି? କିଛି ବୁଝିପାରିଲେନି। ଯଦି ଆମେ କହିବା ଖାଲି ଗୁଡ୍ ଫ୍ଲେଭର ହେଲା, ଗୁଡ୍ ଫ୍ଲେଭର ଯଦି କହିବା ତାହେଲେ ଏଠି ଆମେ କିଛି ବୁଝିପାରିଲେ କି? କିଛି ବୁଝିପାରିଲେନି ଯେ ଗୁଡ୍ ଫ୍ଲେଭର କିଏ ଦେଲା। ଯଦି ଆମେ କହିଥାନ୍ତୁ ମ୍ୟାଙ୍ଗୋ gives, ଆମ୍ବ ଦେଲା ଗୁଡ୍ ଫ୍ଲେଭର, ବୁଝିହେଉଛି ନା? ତ ଯେହେତୁ ଏଗୁଡ଼ା ଆମର କମ୍ପ୍ଲିଟ୍ ସେନ୍ସରେ ଆସୁନାହିଁ, ଆମେ କିଛି ବୁଝିପାରୁନି। ମ୍ୟାଙ୍ଗୋ gives, ମ୍ୟାଙ୍ଗୋ କ'ଣ ଦେଲା ଆମେ କିଛି ବୁଝିପାରିଲୁନି। ଗୁଡ୍ ଫ୍ଲେଭର କ'ଣ ଦେଲା ଆମେ କିଛି ବୁଝିପାରିଲୁନି। ତ ଯେହେତୁ ଆମେ ଏଗୁଡ଼ାକୁ
କୌଣସି ଆମେ ସେନ୍ସ ପାଇଲୁ ନାହିଁ ହେଲା, କୌଣସି ଆମେ ଏହାର ସେନ୍ସ ପାଇଲୁ ନାହିଁ, ସେଥିପାଇଁ ଇଏ ସେଣ୍ଟେନ୍ସ ହେଇପାରିବ ନାହିଁ। ଯେତେବେଳେ ଆମେ କହିଲୁ ଯେ ମ୍ୟାଙ୍ଗୋ ଗିଭ୍ସ ଗୁଡ୍ ଫ୍ଲେଭର ହେଲା, ତ ସେତେବେଳେ ଆମେ ଜାଣିବାକୁ ପାଇଲୁ ଯେ ଏହା ଗୋଟେ କମ୍ପ୍ଲିଟ୍ ସେନ୍ସ, ଯେ ଆମ୍ବକୁ ଭଲ ସ୍ୱାଦ ଦିଏ ହେଲା। ତ ତାହେଲେ ଏଥିରେ ଆମେ ବୁଝିପାରିଲୁ ଇଏ ହେଲା ଗୋଟେ ସେଣ୍ଟେନ୍ସ, ବୁଝିଗଲା। ହଉ ଦେଖ ଆଉ କ'ଣ କହିଥାଉ ଯେ ଏ ଗ୍ରୁପ ଅଫ୍ ୱାର୍ଡସ୍ ଦ୍ୟାଟ୍ ମେକ୍ସ କମ୍ପ୍ଲିଟ୍ ସେନ୍ସ ଇଜ୍ କଲ୍ଡ ଏ ସେଣ୍ଟେନ୍ସ। ତାହେଲେ ଏଇଟା ଯେଉଁ ଆମେ କହିଥାଉ, ତାହେଲେ ଆମର କ'ଣ କେତେକ ଶବ୍ଦ ମିଶି ଏକ ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କଲେ ତାହାକୁ ମଧ୍ୟ ବାକ୍ୟ କୁହାଯାଏ ହେଲା। ତାହେଲେ ଆମର କେତେକ ଶବ୍ଦ ମିଶି, ଏଠି ଯଦି ଆମେ କହିପାରିବା, ଦେଖ କହିପାରିବା ଯେ କେତେକ ଶବ୍ଦ ମିଶି ହେଲା, କେତେକ ଶବ୍ଦ ମିଶି ଏକ ସମ୍ପୂର୍ଣ୍ଣ ରୂପେ ଅର୍ଥ ପ୍ରକାଶ କଲେ ତାହାକୁ ବାକ୍ୟ କହିଥାଉ ହେଲା। ଆଉ କ'ଣ କହିବା ଯେ ଆଉ କ'ଣ କହିଥାଉ, ସେଣ୍ଟେନ୍ସ ଇଜ୍ ଏ ଗ୍ରୁପ ଅଫ୍ ୱାର୍ଡସ୍ ଦ୍ୟାଟ୍ ମେକ୍ କମ୍ପ୍ଲିଟ୍ ସେଣ୍ଟେନ୍ସ। ତାହେଲେ ଆମର ବାକ୍ୟ ହେଉଛି ଶବ୍ଦର ସମାହାର ହେଲା। ବାକ୍ୟ ହେଉଛି କ'ଣ, ଶବ୍ଦର ସମାହାର, ଯାହାକି ଆମକୁ ଗୋଟେ ସମ୍ପୂର୍ଣ୍ଣ ଭାବରେ ଅର୍ଥ ପ୍ରକାଶ କରିଥାଏ, ତାହେଲେ ତାହାକୁ ବର୍ତ୍ତମାନ ଦେଖ ସେ କହିଲା କ'ଣ ଯେ ଏ ସେଣ୍ଟେନ୍ସ ପାର୍ଟିକୁଲାରଲି ଆମର ସିମ୍ପଲ୍ ସେଣ୍ଟେନ୍ସ, ଗୋଟେ ସିମ୍ପଲ୍ ସେଣ୍ଟେନ୍ସକୁ ନେବା, ଏ ସେଣ୍ଟେନ୍ସ କନସିଷ୍ଟ ଅଫ୍ ଟୁ ମେନ୍ ପାର୍ଟସ୍। ତାହେଲେ ସେଣ୍ଟେନ୍ସ ଆମର ଗୋଟେ ସିମ୍ପଲ୍ ସେଣ୍ଟେନ୍ସ ଦୁଇଟା ପାର୍ଟକୁ ସେ ଧାରଣ କରିଥାଏ ହେଲା। ବା ଆମର ଗୋଟେ ସାଧାରଣ ବାକ୍ୟ ଯେଉଁଟାକି ମୁଖ୍ୟତଃ ତାର ଦୁଇଟି ପାର୍ଟ ଥାଏ, ଗୋଟେ ହେଲା ଦେଖ କ'ଣ ସେଣ୍ଟେନ୍ସ, ଇଏ ହେଉଛି ସିମ୍ପଲ୍ ସେଣ୍ଟେନ୍ସ, ତାର ଦୁଇଟା ପାର୍ଟ ଅଛି, ଗୋଟେ ଥିବ ସବଜେକ୍ଟ ଥିବ ଆଉ ଗୋଟେ ପ୍ରେଡିକେଟ୍ ଥିବ। କମ୍ପଲସରି ଯଦି ସବଜେକ୍ଟ ପ୍ରେଡିକେଟ୍ ନାହିଁ ତାହେଲେ ସେ ଗୋଟେ ସିମ୍ପଲ୍ ସେଣ୍ଟେନ୍ସ ହେଇପାରିବ ନାହିଁ, ବୁଝିଲେ। ତାହେଲେ ଆମର ସବଜେକ୍ଟ କ'ଣ, ଯେ ସବଜେକ୍ଟ ହେଉଛି କର୍ତ୍ତା ବା ଉଦ୍ଦେଶ୍ୟ ହେଲା, ଇଏ ହେଉଛି ଉଦ୍ଦେଶ୍ୟ ବା କର୍ତ୍ତା, ବୁଝିଲା। ପ୍ରେଡିକେଟ୍ କ'ଣ, ଇଏ ହେଉଛି ଗୋଟେ ବିଧେୟ, କ'ଣ ବିଧେୟ ବା ଆମେ କହିଥାଉ ବିଧେୟ ବିଶେଷଣ ବା ଯାହା ବି କହିଥାଉ ହେଲା। ତାହେଲେ ଗୋଟେ ହେଉଛି ସବଜେକ୍ଟ ଆଉ ଗୋଟେ ହେଉଛି ପ୍ରେଡିକେଟ୍। ଯଦି ଆମେ ଦେଖିବା ଏକ୍ସାମ୍ପଲ୍ ନେଇକି ଦେଖିବା, ଦେଖ ଯେ an in the air ହେଲା, an aeroplane flies in the, ଯଦି ଆଉ ଗୋଟେ ଦେଖିବା children are innocent, ଦେଖିବା you have made me angry, ଆଉ ଗୋଟେ ଦେଖିବା ପେନ୍। ଦେଖ
ताले एठी देखो आमे सब्जेक्ट किए आउ प्रेडिकेट किए ताहा देखिबा बुझिहोची हमर एगुडा सब सिंपल सेंटेंस हला ए सिंपल सेंटेंस रे सब्जेक्ट किए आसुची आ प्रेडिकेट किए आसुची देखिबा तो सब्जेक्ट होची जे कर्ता बा जहा उद्देश्य रे आमे कहिताउ हला जहा उद्देश्य रे कहिताउ बा कर्ता विधेय ये होची प्रेडिकेट देखो तार एटी सब्जेक्ट किए आसीबो an एरोप्लेन एटी सब्जेक्ट किए आसीबो चाइल्ड एमान होचंती कर्ता एटी सब्जेक्ट किए आसीबो यू एटी सब्जेक्ट किए आसीबो आई ताले एटी तुमरो गोटिए उड़ाजाहाज पिला माने तुमे आउ एटी गोटे आसला मु ताले एई माने होचंती सब्जेक्ट ताले एई सब्जेक्ट को छाड़ी देला परे हला ए सब्जेक्ट को छाड़ी देला परे आउ जहा सब रही गला से होची प्रेडिकेट ताले an एरोप्लेन फ्लाइज इन द एयर ताले हम कहा ये होची कर्ता एहा उद्देश्य रे हम कहलु जे एरोप्लेन टी कोन होची पवन रे उडे हला फ्लाइज इन द एयर ताले ये हला जेहेतु सब्जेक्ट हेची ये हमर हे जो प्रेडिकेट बुझी हला तापर देखो चिल्ड्रेन ये होची कर्ता ताले पिला माने कोन हे जाइछंती इनोसेंट हे जाइछंती हला बा निरीह अटंती से माने इनोसेंट तापर देखो यू हैव मेड मी एंग्री ताले मते तुमे रगैछो कोन कर दिछो मते तुमे रगैछो ताले आई हैव ए पेन मोर गुटे पेन अछि बुझियला ताले एई गुडा सब तुमरो जते सब सब्जेक्ट को छाड़ी करी आउ जे रही गला से हे गला तुमरो कोन प्रेडिकेट बुझियला तो पिला आउ सब्जेक्ट जते एगुडा यू आई यू एगुडा सब तुमरो सब्जेक्ट हैला बुझियला पूरा कंप्लीट हो देखो पिला माने आउडे देखो जे एटी तुमर हला सब्जेक्ट हला एटी रोइला प्रेडिकेट ताले एटी देखो सब्जेक्ट रे कोन थिबो वन वर्ड बुझिछि ना प्रेडिकेट रे थिबो तुमरो तोड़े लगुछि वन और मोर वर्ड्स वन और मोर वर्ड्स थी ताले एठी सब्जेक्ट हमर के थिबे तुमर थिबो नाउन बा प्रोनाउन के थिबे नाउन बा प्रोनाउन थिबे एठी रहिबो वर्ब हला एठी कोन रहिबो वर्ब जेमिति का आमे जदी कहिबा एठी नाउन प्रोनाउन रहिबे एठी रहिबे वर्ब ताले जदी आमे कहिबा विंड हला ये होची कोन तुमरो नाउन तापरे विंड ब्लो ब्लो होची कोन तुमरो वर्ब देखो प्रोनाउन जदी कहिबा आई तो से बेले हमरो प्रेडिकेट रे के हिजो आई पाखरे हमरो जदी हम वर्ब करिबा ताले आम वर्किंग जदी कहबा आम वर्किंग हैला ताले आई हि जाउची तुमर एटी के प्रोनाउन आम वर्किंग हि गला एटी तुम वर्ब हैला क्रिया बुझियोची ताले ए परिका तुमर सब रहिते पार्ट्स ऑफ ए सेंटेंस आमे सेटा सिंपल सेंटेंस जानलु ताले गुटे हमरो गुटे लॉन्ग सेंटेंस रे गुटे लंबा सेंटेंस जोडे सिंपल सेंटेंस तुमरो जो कंपाउंड सेंटेंस रहिला आउ तुमर इंट्रोगेटिव सेंटेंस रहिला एक्सक्लेमेटरी सेंटेंस रहिला एबो बहुत सारा आउ किछि हमर सेंटेंस रहिछि जो सेंटेंस गुडा कर कि हमरो कोन कोन सब लागि कि आसी थे देखो पार्ट्स ऑफ ए सेंटेंस एडी तुमर थिबो गुटे नाउन थिबो गुटे प्रोनाउन थिबो गुटे एडजेक्टिव थिबो आ गुटे वर्ब थिबो गुटे एडवर्ब थिबो गुटे प्रीपोजिशन थिबो गुटे कंजक्शन थिबो गुटे इंटरजेक्शन मध्य थिबो ताले एई जो केतोटी हला 8टी जो अछि ए सेंटेंस ताले तुमर जो कहला नाउन नाउन कहले कोन
ବିଶେଷ୍ୟ ପଦ, ବିଶେଷ୍ୟ ପଦ ହେଲା। ନାଉନ୍ ହେଲା ତୁମର ବିଶେଷ୍ୟ ପଦ। ପ୍ରୋନାଉନ୍ କିଏ? ପ୍ରୋନାଉନ୍ ହେଉଛି ତୁମର ସର୍ବନାମ। କ'ଣ? ସର୍ବନାମ। ତାପରେ ଆଡଜେକ୍ଟିଭ ହେଲା ଯେଉଁଟାକି ବିଶେଷଣ। ଆଡଜେକ୍ଟିଭ ହେଲା ତୁମର ବିଶେଷଣ। ଭର୍ବ ହେଲା କିଏ? କ୍ରିୟାପଦ। କିଏ? କ୍ରିୟାପଦ ହେଲା। ତାପରେ ଆଡଭର୍ବ, ଆଡଭର୍ବ ହେଉଛି କ୍ରିୟା ବିଶେଷଣ। କ୍ରିୟା ତୁମର ବିଶେଷଣ। ତାପରେ ଆସିଲା ପ୍ରିପୋଜିସନ। ପ୍ରିପୋଜିସନ କ'ଣ? ଅବ୍ୟୟ ବା ପୂର୍ବପଦ ହେଲା। ଅବ୍ୟୟ ବା ପୂର୍ବପଦ। ତାପରେ ଆସିଲା ତୁମର କଞ୍ଜକ୍ସନ। କଞ୍ଜକ୍ସନଟାକୁ କ'ଣ? ସଂଯୋଜକ ଅବ୍ୟୟ ବୋଲିକିରି କହିଥାଉ। ସଂଯୋଜକ ଅବ୍ୟୟ। ତାପରେ ଇଣ୍ଟରଜେକ୍ସନ, ବିସ୍ମୟ ସୂଚକ ଅବ୍ୟୟ ଯେଉଁଟାକି ଇଣ୍ଟରଜେକ୍ସନ। ବିସ୍ମୟ ସୂଚକ ଅବ୍ୟୟ। ତାହେଲେ ଏହିପରି ଭାବରେ ଆମର ଗୋଟେ ସେଣ୍ଟେନ୍ସରେ ପାର୍ଟସ୍ ହେଇକି ରହିଥାଏ। ବୁଝିଗଲା? ଗୋଟେ ନାଉନ୍ ଥିବ, ପ୍ରୋନାଉନ୍ ଥିବ, ଆଡଜେକ୍ଟିଭ୍ ଥିବ, ଭର୍ବ ଥିବ, ଆଡଭର୍ବ ଥିବ, ପ୍ରିପୋଜିସନ ଥିବ, କଞ୍ଜକ୍ସନ ଥିବ, ଇଣ୍ଟରଜେକ୍ସନ ଥିବ। ଏଗୁଡ଼ା ସବୁ ଲାଗେ ଯେଉଁଟାକି ଆମର ବିଶେଷ୍ୟ ପଦ, ସର୍ବନାମ, ବିଶେଷଣ, କ୍ରିୟାପଦ, କ୍ରିୟା ବିଶେଷଣ, ଅବ୍ୟୟ ବା ପୂର୍ବପଦ, ସଂଯୋଜକ ଅବ୍ୟୟ, ବିସ୍ମୟ ସୂଚକ। ତାହେଲେ ଆମେ ଆକୁ ନାଉନ୍ର ପଢ଼ିବା, ପ୍ରୋନାଉନ୍ର ପଢ଼ିବା, ଆଡଜେକ୍ଟିଭ୍ର ପଢ଼ିବା, ଭର୍ବ ପଢ଼ିବା, ଆଡଭର୍ବ ପଢ଼ିବା, ପ୍ରିପୋଜିସନ ସବୁଗୁଡ଼ାକୁ ଆମେ ଗୋଟେ ଗୋଟେ କରି ପଢ଼ି ଯିବା ହେଲା। ତାହେଲେ ଦେଖ